ମାନେ ଯାଇଛନ୍ତି 27 ତାରିଖ ଯାଇଛନ୍ତି ଶନିବାର ଯାଇଛନ୍ତି ଆଉ ବର୍ତ୍ତମାନ ସୁଦ୍ଧା ସେ ଉପରେ ଅଛନ୍ତି 4 ଦିନ ହେଲା ଉପରେ ଅଛନ୍ତି ଯାହାଦ୍ୱାରା ସେ ଆସିପାରୁନାହାନ୍ତି ତାଙ୍କୁ ବହୁତ ଅକ୍ସିଜେନ୍ ସର୍ଟ ହେଉଛି ଦେହ ପାଟି ଅସୁସ୍ଥ ବି ରହୁଛନ୍ତି ତେଣୁକରି ସେ ମାନେ ବହୁତ ଦେହ ପ୍ରତି ଇଏ କରୁଛନ୍ତି ଯାହାଦ୍ୱାରା ସେ ଆସିବା ପାଇଁ ଚିନ୍ତା କରୁଛନ୍ତି ଜଲ୍ଦି ଟିକେ ଆଉ ବର୍ଷା ସମୟରେ ସେ ଠାକୁରଙ୍କ ଉପରେ ଥିଲେ ଯାଇକି ଆଉ ଠାକୁରଙ୍କ ପାଖରେ ଆଉ ଆମେ କଥା ହେଇଥିଲୁ ତାଙ୍କ ସାଙ୍ଗରେ 31 ତାରିଖ ତାପରେ ଆଉ କଥାବାର୍ତ୍ତା ଆମେ ହେଇପାରୁନୁ ଯାହାଦ୍ୱାରା କି ଆମେ ଘରେ ସବୁ କାନ୍ଦ ହବା ଚାଲିଛି ଆଉ କାହା ମନରେ ଖିଆପିଆ ଭଲ ଶାନ୍ତି ନାହିଁ କିଛି ନାହିଁ ବର୍ତ୍ତମାନ କାଲି ମାନେ କେତେ 2 ତାରିଖ ଦିନ ଆମେ ତାଙ୍କ ସାଙ୍ଗେ କଥାବାର୍ତ୍ତା ହେଲା ପରେ ଆମେ ଟିକେ ଶାନ୍ତିରେ ଅଛୁ ତେଣୁ ସେ ବର୍ତ୍ତମାନ ସୁଦ୍ଧା ବି ସେ ମାନେ ବହୁତ ଇଏରେ ଅଛନ୍ତି ଆଉ 4 ଜଣ ଯାଇଥିଲେ ନାଇଁ ଯୋଗାଯୋଗ ଆଉ କିଛି କରିନାହାନ୍ତି ଯାହାଦ୍ୱାରା ଏଠି ନେଟୱାର୍କ ବି ନାହିଁ ନା ଆଉ ଫୋନ୍ ଫାନ୍ ବି ହେଇପାରୁନି ଯେଉଁ BSNL ଟାୱାରଟି ଅଛି ଏଇଟା ସବୁବେଳେ ଅପଡାଉନ୍ ହେବାରୁ କ୍ଲିଅର କଥା ହେଇପାରୁନୁ ଆମେ ଆଉ ପ୍ରଶାସନକୁ ଆମେ ଏତିକିଟା ଗୁହାରି କରୁଛୁ ଯେ ଯେତେବେଳେ ଆମ ଭାଇମାନେ ସବୁ ଅଛନ୍ତି ଏଠି ବହୁତ ଅସୁବିଧା ହେବାରୁ ତାଙ୍କୁ ଟିକେ ଆମେ ଇଏ କରୁଛୁ ଯେତେ ଜଲ୍ଦି ପାରିବେ ଆଣିପାରିବେ ଭଲ ହୁଅନ୍ତା ଟିକେ ଆଉ ମୋ ନାଁ ହେଲା ଫକୀର ମୋହନ ମହାନ୍ତ ମୋ ଭାଇ ନାଁ ହେଲା ଋଷିନାଥ ମହାନ୍ତ ସେମାନେ ବୋଲବମ୍ କରନ୍ତି ସେମାନେ କେଦାରନାଥ ଯିବା ପାଇଁ ସ୍ଥିର କରିଥିଲେ ଆଉ ତାଙ୍କ ଟିକେଟ୍ କାଟିକି ସେମାନେ 27 ତାରିଖ ଦିନ ବି ସନ୍ଧ୍ୟାବେଳୁ ଘରୁ ବାହାରିକି ଯାଇଛନ୍ତି ସେଠି ବୁଧବାର ଦିନ ପହଞ୍ଚିଛନ୍ତି ପହଞ୍ଚିଲା ପରେ 5ଟା 17ରେ ମୋତେ ଭିଡ଼ିଓ କଲ୍ କରିଥିଲେ ସେମାନେ ଘୋଡ଼ାରେ ଚଢ଼ିକିନା ଯାଉଥିଲେ ମୁଁ ଭିଡ଼ିଓ କଲିଂ କରି କଥା ହେଇଥିଲି ତାପରେ ଘରେ ବି ମାଆ ମାନେ କଥା ହେଇଥିଲେ 7:30 ପାଖାପାଖି କଲ୍ରେ ଭିଡ଼ିଓ କଲିଂରେ କଥା ହେଇଥିଲେ ତାପରେ ମୁଁ ଘରକୁ ଡ୍ୟୁଟି ସାରି ଯେତେବେଳେ ଘରକୁ ଗଲି ମୁଁ ଫୋନ୍ କରିଥିଲି ମୋବାଇଲ୍ ତାଙ୍କ ସୁଇଚ୍ ଅଫ୍ ଗୁରୁବାର ଦିନ କଣ୍ଟିନ୍ୟୁ ଫୋନ୍ କଲୁ ମୋବାଇଲ୍ ସୁଇଚ୍ ଅଫ୍ ଆମେ ଶୁକ୍ରବାର ଦିନ 2:30 ପାଖାପାଖି ଆମେ ଶୁଣିବାକୁ ପାଉଁ ଯେ ଇନସିଡେଣ୍ଟ ଏଠି ଭୂସ୍ଖଳନ ହେଇଛି ବୋଲି କେଦାରନାଥରେ ଆଉ ମୁଁ ଯେତେ ଫୋନ୍ କଲେ ମୋବାଇଲ୍ ଲାଗିଲାନି ଖାଲି ସୁଇଚ୍ ଅଫ୍ କହିଲା ତାପରେ ଜଗନପୁରରୁ ବି ତାଙ୍କର 3 ସାଙ୍ଗ ହେଇକି ଯାଇଥିଲେ ତାଙ୍କ ମୋବାଇଲ୍ ବି ସୁଇଚ୍ ଅଫ୍ ଦେଖେଇଲା ଆମେ ବ୍ୟସ୍ତ ହେଇପଡ଼ୁନୁ ତାର ମୁଁ ଘରକୁ ଯାଉଥିଲି ବେଳେ ସେଇ କେଦାରନାଥର ଗୋଟେ ଅନନୋନ୍ ନମ୍ବରରୁ ମୋ କଲ୍ ଆସିଲା ତାପରେ ଭାଇ ମୋତେ କଥା ହେଲା ଆଉ ଭାଇ କହିଲା କି ମୁଁ ଠିକ୍ ଅଛି ଆଉ କିଛି ଭୟ କରିବୁ ନାହିଁ ଘରେ ବି କହିଦେବୁ ଆଉ ମୋର BSNL ନମ୍ବରଟା ଟିକେ ରିଚାର୍ଜ କରିଦେ ଏଠି BSNL ଟାୱାର ଆସିଛି ତାପରେ ସେ ମୋବାଇଲ୍ କାଟିଦେଲେ ତାର ମୁଁ ଭାଇଙ୍କର BSNL ନମ୍ବରରେ ମୁଁ ରିଚାର୍ଜ କରିଦେଲି ତାର ଭାଇଙ୍କ ସାଙ୍ଗରେ କଥା ହେଲି ତାପରେ ଘରକୁ ଯାଇକିନା ମାମାଙ୍କ ସହିତ ବି କଥା ହେଲା ଭାଇ ତାପରେ ମୁଁ ଆଜି ସକାଳେ ବି ଭାଇ ସାଙ୍ଗରେ କଥା ହେଇଛି ଭାଇ ମୋତେ କହିଲେ ଆଧାର କାର୍ଡ଼ଟା ଟିକେ ବଟେଇ ଦେ ତ ମୋବାଇଲ୍ ଅଛି ଯଦି ମୋ ମୋବାଇଲରେ ତାଙ୍କ ଆଧାର କାର୍ଡ଼ଟା ଥିଲା ଫଟୋ ଉଠେଇକି ରଖିଥିଲି ବଟେଇଲି ତାପରେ ମୁଁ କଥା ହେଇନି ତାପରେ ଆଉ ଥରେ 4:30 ପାଖାପାଖି ମୁଁ କଲ୍ କରିଥିଲି କଥା ବି ହେଇଛି ଆଉ କ'ଣ ଖାଇତେ ଦେଉଛନ୍ତି ବୋଲି ପଚାରିଲା ପରେ ସେ କହିଲେ କଦଳୀ ଆଉ ଚୁଡ଼ା ଦେଉଛନ୍ତି ସକାଳେ ଆଉ ସେଠି ଅରୁଆ ଚାଉଳର ଭାତ ଆଉ ଡାଲମା ଦେଉଛନ୍ତି ଆଉ ଏୟାରଲିଫ୍ଟ ମାଧ୍ୟମରେ ଆମକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ସେଠି କୁହୁଳି ଏତେ ଜୋର ହେଇଛି ଯେ ଆଉ ଏୟାରଲିଫ୍ଟ ସୁବିଧା ହେଇପାରୁନି ଏୟାରଲିଫ୍ଟ ହେଲେ ସେମାନେ ଆସିବେ ବୋଲି କହିଲେ କିନ୍ତୁ ଆମ କେଉଁଝର ଜିଲ୍ଲାପାଳ ଯଦି କେମିତି କ'ଣ କରିକି ଟିକେ ଉଦ୍ଧାର କରିକିନା ଭାଇମାନଙ୍କୁ ସୁରକ୍ଷିତ ଆଣିକି ଘରେ ପହଞ୍ଚେଇଲେ ଭଲ ହୁଅନ୍ତା ଆଉ